ବନ୍ଧୁଗଣ, ମହାନ ଆଚାର୍ଯ୍ୟ ଚାଣକ୍ୟଙ୍କ ବିଷୟରେ ଆପଣମାନେ ନିଶ୍ଚୟ ଜାଣିଥିବେ। ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ। ସେ ତାଙ୍କର ବୁଦ୍ଧି ବଳରେ ରାଜା ଚନ୍ଦ୍ରଗୁପ୍ତଙ୍କୁ ରାଜଗାଦିରେ ବସାଇବାରେ ସକ୍ଷମ ହୋଇଥିଲେ। ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି, ସ୍ତ୍ରୀମାନେ ନିଜ ଜୀବନର 4ଟି କଥା କେବେ ବି କାହାକୁ କୁହନ୍ତି ନାହିଁ। ଏମିତିକି ସ୍ତ୍ରୀମାନେ ନିଜ ସ୍ୱାମୀକୁ ମଧ୍ୟ ଏହି 4ଟି କଥା କୁହନ୍ତି ନାହିଁ। ଏହି 4ଟି କଥା ପୁରୁଷ ଅପେକ୍ଷା ସ୍ତ୍ରୀଙ୍କଠାରେ ଅଧିକ ଗୁପ୍ତ ରହିଥାଏ। ଆସନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ସ୍ତ୍ରୀମାନଙ୍କର ସେହି 4ଟି ଗୁପ୍ତ କଥା କ'ଣ ହୋଇଥାଏ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତିରେ ପୁରୁଷମାନଙ୍କ ଅପେକ୍ଷା ସ୍ତ୍ରୀମାନଙ୍କର ଭାବନା ବିଷୟରେ ଅନେକ କଥା ଉଲ୍ଲେଖମଣ କରିଛନ୍ତି, ଯାହା ସ୍ତ୍ରୀଙ୍କର ପୁରୁଷଙ୍କ ଠାରୁ ଅଧିକ ହୋଇଥାଏ। ଯେମିତିକି ପ୍ରଥମେ ତ ରହିଛି ଭୋକ। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି, ସ୍ତ୍ରୀମାନଙ୍କର ଭୋକ ବା ଖାଦ୍ୟ ଖାଇବା ପୁରୁଷ ତୁଳନାରେ ଅଧିକ ହୋଇଥାଏ। କିନ୍ତୁ ବର୍ତ୍ତମାନ ସମୟରେ ଆଜିର ସ୍ତ୍ରୀମାନଙ୍କ ଠାରେ ଏମିତି ଲକ୍ଷଣ ଦେଖାଯାଉ ନାହିଁ। ଏହାର କାରଣ ଆଜିକାଲିର ରହନ ସହଣୀ ଅଟେ। ଖାଦ୍ୟପେୟର ଅନିୟମିତତା କାରଣରୁ ସ୍ତ୍ରୀମାନଙ୍କ ଠାରେ ଭୋକ କମ୍ ଦେଖାଯାଉଛି। ଦ୍ୱିତୀୟତଃ ରହିଛି ଲଜ୍ଜା। ଚାଣକ୍ୟ କହିଛନ୍ତି, ସ୍ତ୍ରୀମାନଙ୍କର ଲଜ୍ଜା ପୁରୁଷମାନଙ୍କ ଠାରୁ 4 ଗୁଣା ଅଧିକା ହୋଇଥାଏ। ସ୍ତ୍ରୀ କୌଣସି କାର୍ଯ୍ୟ କରିବା ପୂର୍ବରୁ ଥରେ ନିଶ୍ଚୟ ଭାବିଥାଏ, ଏହାର ପ୍ରଭାବ ପରିବାର ଓ ସମାଜ ଉପରେ କିପରି ପଡ଼ିବ। ତ 3ରେ ରହିଛି ସାହସ। ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ସ୍ତ୍ରୀମାନଙ୍କର ସାହସ ପୁରୁଷମାନଙ୍କ ଅପେକ୍ଷା 6 ଗୁଣା ଅଧିକା ହୋଇଥାଏ। ସ୍ତ୍ରୀ କୌଣସି କାର୍ଯ୍ୟ କରିବାକୁ ସ୍ଥିର କରିଦେଲେ ତାହା ପୂରଣ ନ ହେବା ଯାଏଁ କେବେ ବି ପଛଘୁଞ୍ଚା ଦିଏ ନାହିଁ। ସେଥିପାଇଁ ସ୍ତ୍ରୀଙ୍କ ଶକ୍ତି ସ୍ୱରୂପ ମାନାଯାଇଥାଏ। ଚତୁର୍ଥରେ ରହିଛି କାମ ବାସନା। ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁଯାୟୀ ପୁରୁଷଙ୍କ ଅପେକ୍ଷା ସ୍ତ୍ରୀଙ୍କ ଠାରେ କାମ ବାସନା 4 ଗୁଣ ଅଧିକା ହୋଇଥାଏ। କିନ୍ତୁ ଲଜ୍ଜା ଓ ସହନ ଶକ୍ତି ସ୍ତ୍ରୀଠାରେ ଅଧିକା ଥିବାରୁ ନିଜ ସ୍ତ୍ରୀ ଉପରେ କାବୁ କରିପାରେ ଏବଂ ଧର୍ମ ଓ ସଂସ୍କାରକୁ ଧ୍ୟାନରେ ରଖି ସ୍ତ୍ରୀ ନିଜ ପରିବାରକୁ ସମ୍ଭାଳିଥାଏ। ତେବେ ଏହା ଥିଲା ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଏହି 4ଟି କଥା ସ୍ତ୍ରୀମାନଙ୍କ ବିଷୟରେ, ଯାହା ସ୍ତ୍ରୀମାନେ ନିଜ ଜୀବନ କାଳରେ କେବେ ବି କାହାକୁ କୁହନ୍ତି ନାହିଁ। ତ ବନ୍ଧୁଗଣ, ଆଶା କରିବି ଆପଣମାନଙ୍କୁ ଆମର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଥିବ ତ ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଏମିତି ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲ ସହ ଯୋଡ଼ି ହୁଅନ୍ତୁ। ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିକି ନୋଟିଫିକେସନ୍ ବେଲକୁ ଦବାଇକି ଅଲରେ ସିଲେକ୍ଟ କରିଦିଅନ୍ତୁ। ଜୟ ଜଗନ୍ନାଥ।